ଏଜିକିଏଲ 12 ଅଧ୍ୟାୟ। ନିର୍ବାସନର ଏକ ପ୍ରତୀକ। ପ୍ରଭୁଙ୍କର ବଚନ ମୋ ପ୍ରତି କଥିତ ହେଲା, ହେ ମନୁଷ୍ୟପୁତ୍ର, ତୁମ୍ଭେ ବିଦ୍ରୋହୀମାନଙ୍କ ମଧ୍ୟରେ ବାସ କରୁଅଛ। ଚକ୍ଷୁ ଥିବା ସତ୍ତ୍ୱେ ସେମାନେ ଦେଖୁନାହାନ୍ତି ଓ କର୍ଣ୍ଣ ଥିବା ସତ୍ତ୍ୱେ ସେମାନେ ଶୁଣୁନାହାନ୍ତି, କାରଣ ସେମାନେ ଏକ ବିଦ୍ରୋହୀ ଜନତା। ସୁତରାଂ ହେ ମନୁଷ୍ୟପୁତ୍ର, ଜଣେ ପ୍ରବାସୀ ସଦୃଶ ଏକ ଗଣ୍ଠିଲି ପ୍ରସ୍ତୁତ କରି ଦିବାକାଳରେ ସେମାନଙ୍କ ଦୃଷ୍ଟିରେ ପ୍ରବାସ ଜୀବନଯାପନ କରିବା ପାଇଁ ତୁମେ ପ୍ରସ୍ଥାନ କରିବ। ଜଣେ ପ୍ରବାସୀ ସଦୃଶ ଏକ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ସେମାନଙ୍କ ଦୃଷ୍ଟିରେ ତୁମେ ଯାତ୍ରା କରିବ। ଯଦିଓ ସେମାନେ ଏକ ବିଦ୍ରୋହୀ ଜନତା, ତଥାପି ହୁଏତ ସେମାନେ ହୃଦବୋଧ କରିପାରନ୍ତି। ପ୍ରବାସ ଜୀବନ ପାଇଁ ଉଦ୍ଦିଷ୍ଟ ଗଣ୍ଠିଲି ସଦୃଶ ତୁମ ଗଣ୍ଠିଲି ତୁମ୍ଭେ ଦିବାକାଳରେ ସେମାନଙ୍କ ଦୃଷ୍ଟିରେ ବାହାର କରି ଆଣିବ। ପ୍ରବାସ ଜୀବନ ଯାପନ ପାଇଁ ଯାତ୍ରା କରୁଥିବା ବ୍ୟକ୍ତିମାନଙ୍କ ଭଳି ତୁମ୍ଭେ ସ୍ୱୟଂକାଳରେ ସେମାନଙ୍କ ଦୃଷ୍ଟିରେ ଯାତ୍ରା କରିବ। ସେମାନେ ଯେବେ ଚାହିଁ ରହିବେ, ତେବେ ପ୍ରାଚୀରମାନେ ଏକ ଫାଟ ଖୋଳି ତୁମ୍ଭେ ତାହା ମଧ୍ୟ ଦେଇ ବାହାରି ଯିବ। ସେମାନଙ୍କ ଦୃଷ୍ଟିରେ ସେହି ଗଣ୍ଠିଳି ତୁମ କାନ୍ଧରେ ଲଦି ଅନ୍ଧକାର ବ୍ୟାପ୍ତ ହେବା ସମୟରେ ତୁମ୍ଭେ ତାହା ବୋହି ନେଇଯିବ। ପୃଥିବୀକୁ ନ ଦେଖିବା ପାଇଁ ତୁମ ମୁଖ ତୁମ୍ଭେ ଆବରଣ କରିବ, କାରଣ ଇସ୍ରାଏଲ ବଂଶ ପ୍ରତି ମୁଁ ତୁମ୍ଭକୁ ଏକ ସଂକେତ ସ୍ୱରୂପ ନିଯୁକ୍ତ କରିଅଛି। ତହୁ ମୋତେ ଆଦିଷ୍ଟ ହୋଇଥିବା ଭଳି ମୁଁ ସବୁକିଛି କଲି। ପ୍ରବାସ ଜୀବନ ପାଇଁ ଉଦ୍ଦିଷ୍ଟ ଗଣ୍ଠିଲି ସଦୃଶ ମୋର ଗଣ୍ଠିଳି ମୁଁ ଦିବାକାଳରେ ବାହାର କରି ଆଣିଲି। ସ୍ୱୟଂକାଳରେ ମୋ ନିଜ ହସ୍ତ ଦ୍ୱାରା ପ୍ରାଚୀରମାନେ ଏକ ଫାଟ ଖୋଳି ସେହି ଗଣ୍ଠିଳିକୁ କାନ୍ଧରେ ଲଦି ସେମାନଙ୍କ ଦୃଷ୍ଟିରେ ମୁଁ ରାତିରେ ଯାତ୍ରା ଆରମ୍ଭ କଲି। ପ୍ରଭାତରେ ପ୍ରଭୁ ମୋତେ କହିଲେ, ହେ ମନୁଷ୍ୟପୁତ୍ର, ତୁମ୍ଭେ କ'ଣ କରୁଅଛ? ବିଦ୍ରୋହୀ ଜନତା ସଦୃଶ ହୋଇଥିବା ଇସ୍ରାଏଲ ବଂଶ କ'ଣ ତୁମ୍ଭକୁ ଏହିପରି ପ୍ରଶ୍ନ କରିନାହିଁ? ସେମାନଙ୍କୁ କୁହ, ପ୍ରଭୁ ଈଶ୍ୱର କହନ୍ତି, ଏହି ଦିବ୍ୟବାଣୀ ଜେରୁସାଲେମର ରାଜା ଓ ସେଠାକାର ବାସୀ ସମସ୍ତେ ଇସ୍ରାଏଲ ବଂଶ ପ୍ରତି ଉଦ୍ଦିଷ୍ଟ କୁହ ଯେ, ସେମାନଙ୍କ ସକାଶେ ଏକ ସଂକେତ ସ୍ୱରୂପ ମୁଁ ନିଯୁକ୍ତ ଯାହା ମୁଁ କଲି, ତାହା ସେମାନଙ୍କ ପ୍ରତି ମଧ୍ୟ ସମ୍ଭବ ହେବ। ବନ୍ଦୀ ହୋଇ ସେମାନେ ନିର୍ବାସିତ ହେବେ। ସେମାନଙ୍କ ରାଜା ତାର ନିଜ ଗଣ୍ଠିଳିକୁ କାନ୍ଧରେ ଲଦି ରାତିରେ ପ୍ରସ୍ଥାନ କରିବ। ପ୍ରାଚୀର ଖୋଲି ସେ ତାହା ମଧ୍ୟରେ ବାହାରି ଆସିବ ଓ ପୃଥିବୀକୁ ନ ଦେଖିବା ପାଇଁ ସେ ତାର ମୁଖ ଆବରଣ କରିବ। ମୋର ଜାଲ ମୁଁ ତା ଉପରେ ବିସ୍ତାର କରିବି ଓ ସେହିପରି ସେ ମୋର ଫାଶରେ ଧରା ପଡ଼ିବ। ମୁଁ ତାକୁ କାଲଦୀୟମାନଙ୍କ ଦେଶକୁ ନେଇ ଆସିବି, ତଥାପି ସେ ତାହାର ଦର୍ଶନ ଲାଭ କରିବ ନାହିଁ। ସେ ସେଠାରେ ମୃତ୍ୟୁବରଣ କରିବ। ତାର ଚତୁଃପାର୍ଶ୍ୱ ସହାୟକ ଓ ସୈନ୍ୟମାନଙ୍କୁ ମୁଁ ଚାରିଦିଗରେ ବିକ୍ଷିପ୍ତ କରିବି। ଖଡ୍ଗ ବାହାର କରି ମୁଁ ସେମାନଙ୍କ ପଶ୍ଚାଧାବନ କରିବି। ଜାତି ସକଳ ତଥା ରାଜ୍ୟଗୁଡ଼ିକରେ ମୁଁ ଯେବେ ସେମାନଙ୍କୁ ବିକ୍ଷିପ୍ତ କରିବି, ତେବେ ସେମାନେ ଜାଣିବେ ଯେ ମୁଁ ଅଟେ ପ୍ରଭୁ। ଯେଉଁମାନଙ୍କ ମଧ୍ୟକୁ ସେମାନେ ଆସିବେ, ସେମାନଙ୍କ ନିକଟରେ ସେମାନେ ଯେପରି ସେମାନଙ୍କ ସମସ୍ତ ଘୃଣ୍ୟ ବିଷୟ ସ୍ୱୀକାର କରନ୍ତି, ସେଥି ନିମନ୍ତେ ସେମାନଙ୍କ ମଧ୍ୟରୁ ଅଳ୍ପ ସଂଖ୍ୟକ ଲୋକଙ୍କୁ ଖଡ୍ଗ, ଦୁର୍ଭିକ୍ଷ ତଥା ମହାମାରୀରୁ ମୁଁ ରକ୍ଷା କରିବି। ତେବେ ଯାଇ ସେମାନେ ଜାଣିବେ ଯେ ମୁଁ ଅଟେ ପ୍ରଭୁ। ପ୍ରଭୁ ପୁଣି ମୋତେ କହିଲେ, ହେ ମନୁଷ୍ୟପୁତ୍ର, କମ୍ପିତ ହୋଇ ତୁମ୍ଭ ରୁଟି ଭୋଜନ କର ଓ କମ୍ପନ ତଥା ଭୟ ସହ ତୁମ ଜଳ ପାନ କର। ସେହି ଦେଶବାସୀଙ୍କୁ କୁହ, ଇସ୍ରାଏଲ ଦେଶର ଜେରୁସାଲେମବାସୀଙ୍କ ସମ୍ବନ୍ଧରେ ପ୍ରଭୁ ଈଶ୍ୱର ଏହିପରି କହନ୍ତି, ସେମାନଙ୍କ ଭୟ ସହ ନିଜ ନିଜ ରୁଟି ଭୋଜନ କରିବେ ଓ ବିଭ୍ରାନ୍ତ ସହକାରେ ନିଜ ନିଜ ଜଳ ପାନ କରିବେ, କାରଣ ସେଠାକାର ଅଧିବାସୀମାନଙ୍କ ହିଂସା ଯୋଗୁଁ ସେମାନଙ୍କ ଦେଶରୁ ସବୁକିଛି ଅପହୃତ ହେବ। ଜନପୂର୍ବ ନଗରୀ ସକଳ ଶୂନ୍ୟ ହେବ ଓ ଦେଶ ନିର୍ଜନ ହେବ। ତୁମ୍ଭେମାନେ ସେତେବେଳେ ଜାଣିବ ଯେ ମୁଁ ଅଟେ ପ୍ରଭୁ। ପ୍ରବଚନ ସାର୍ଥକ ହେବ। ପ୍ରଭୁଙ୍କର ବଚନ ମୋ ପ୍ରତି ପୁନରାୟ କଥିତ ହେଲା, ହେ ମନୁଷ୍ୟପୁତ୍ର, ଦିନ ସକଳ ସୁଦୀର୍ଘ ହୋଇ ଆସୁଅଛି, କିନ୍ତୁ ପ୍ରତ୍ୟେକ ଦର୍ଶନ ବ୍ୟର୍ଥ ହେଉଛି। ଇସ୍ରାଏଲ ଦେଶରେ ପ୍ରଚଳିତ ଏହିପରି ପ୍ରବାଦ ବାକ୍ୟର ଅର୍ଥ ବା କ'ଣ? ସୁତରାଂ ସେମାନଙ୍କୁ କୁହ, ପ୍ରଭୁ ଈଶ୍ୱର ଏହା କହନ୍ତି, ମୁଁ ହିଁ ପ୍ରବାଦ ବାକ୍ୟରେ ପରିସମାପ୍ତି ଘଟାଇବି।
ସେମାନେ ଆଉ କେବେ ହେ ଇସ୍ରାଏଲ ଏପରି ପ୍ରବାଦ ବାକ୍ୟ ବ୍ୟବହାର କରିବେ ନାହିଁ। ମାତ୍ର ସେମାନଙ୍କୁ କୁହ ଯେ ସମୟ ସନ୍ନିକଟ, ଆଉ ସମସ୍ତ ଦର୍ଶନ ସାର୍ଥକ ହେବ। କାରଣ ଇସ୍ରାଏଲ ବଂଶରେ ଆଉ କେବେ ହେ ବ୍ୟର୍ଥ ଦର୍ଶନ କିମ୍ବା ତୋଷାମଦିଆ ଓସାର ପ୍ରବଚନ ରହିବ ନାହିଁ। ମୁଁ ପ୍ରଭୁ ଏକ ବଚନ ଉଚ୍ଚାରଣ କରିବି ଓ ମୋ ଦ୍ୱାରା କଥିତ ସେହି ବଚନ ପରିପୂର୍ଣ୍ଣ ହେବ, ତାହା ଆଉ ବିଳମ୍ବିତ ହେବ ନାହିଁ। ହେ ବିଦ୍ରୋହୀମାନଙ୍କ ବଂଶ, ପ୍ରଭୁ ଈଶ୍ୱର କହନ୍ତି ଯେ ତୁମ୍ଭମାନଙ୍କ ଦିନଗୁଡ଼ିକରେ ମୁଁ ଏକ ବଚନ ଉଚ୍ଚାରଣ କରିବି ଓ ତାହା ସାର୍ଥକ ହେବ। ପ୍ରଭୁ ପୁନରାୟ ମୋତେ କହିଲେ, ହେ ମନୁଷ୍ୟପୁତ୍ର, ଇସ୍ରାଏଲ ବଂଶ ଏହିପରି କହେ, ଯେଉଁ ଦର୍ଶନ ସେ ଦେଖିଅଛି ତାହା ନିକଟରେ ଭବିଷ୍ୟତରେ ଘଟିବ ନାହିଁ। ତାର ପ୍ରବଚନ ସୁଦୂରବର୍ତ୍ତୀ କାଳ ସମ୍ବନ୍ଧୀୟ ଅଟେ। ସୁତରାଂ ତୁମ୍ଭେ ସେମାନଙ୍କୁ କୁହ, ପ୍ରଭୁ ଈଶ୍ୱର ଏହା କହନ୍ତି, ମୋର ଯେକୌଣସି ବଚନର ନିର୍ବାହ ଆଉ ବିଳମ୍ବିତ ହେବ ନାହିଁ, ବରଂ ମୋ ଦ୍ୱାରା କଥିତ ବଚନ ପରିପୂର୍ଣ୍ଣ ହେବ। ଏଜେକିଏଲ 13 ଅଧ୍ୟାୟ। କପଟି ପ୍ରବକ୍ତାମାନଙ୍କ ବିରୁଦ୍ଧରେ ପ୍ରବଚନ। ପ୍ରଭୁ ମୋତେ କହିଲେ, ହେ ମନୁଷ୍ୟପୁତ୍ର, ଇସ୍ରାଏଲ ପ୍ରବକ୍ତାମାନଙ୍କ ବିରୁଦ୍ଧରେ ପ୍ରବଚନ ଦିଅ, ଯେଉଁମାନେ ସେମାନଙ୍କ ନିଜ ମନକଳ୍ପନାରୁ ପ୍ରବଚନ ଦିଅନ୍ତି। ସେମାନଙ୍କୁ କୁହ, ପ୍ରଭୁଙ୍କର ବଚନ ଶୁଣ। ପ୍ରଭୁ ଈଶ୍ୱର ଏହା କହନ୍ତି, କୌଣସି ଦର୍ଶନ ନ ପାଇ ସେମାନଙ୍କ ନିଜ ମନପ୍ରେରଣାର ଅନୁଗାମୀ ହେଉଥିବା ସେହି ମୃଢ଼ ପ୍ରବକ୍ତାମାନଙ୍କୁ ଧିକ୍। ହେ ଇସ୍ରାଏଲ, ତୁମ ପ୍ରବକ୍ତାମାନେ ଧ୍ୱଂସ ସ୍ଥାନରେ ରହୁଥିବା ଶୃଗାଳ ସଦୃଶ ଅଟନ୍ତି। ପ୍ରଭୁଙ୍କର ଦିବସ ଯେବେ ଉପଗତ ହେବ, ତେବେ ଇସ୍ରାଏଲ ବଂଶର ସଂରକ୍ଷଣ ପାଇଁ ପ୍ରାଚୀର ଯେପରି ଯୁଦ୍ଧ ସମୟରେ ଅଟଳ ହୋଇ ରହେ, ସେଥିପାଇଁ ତୁମ୍ଭେମାନେ ସେହି ପ୍ରାଚୀରର ଖାପ ନିକଟକୁ ଯାଇନାହଁ କିମ୍ବା ଦୁର୍ଗ ପୁନଃନିର୍ମାଣ କରିନାହଁ। ସେମାନେ ମିଥ୍ୟା ରଚନା କରନ୍ତି ଓ କପଟ ପ୍ରବଚନ ଦେଇଅଛନ୍ତି। ଯଦିଓ ପ୍ରଭୁ ସେମାନଙ୍କୁ ପଠାଇ ନାହାନ୍ତି, ତଥାପି ସେମାନେ ପ୍ରଭୁ କହନ୍ତି ବୋଲି କହନ୍ତି ଓ ପ୍ରଭୁ ଯେପରି ସେମାନଙ୍କ ବାକ୍ୟ ନିର୍ବାହ କରନ୍ତି, ସେଥିସକାଶେ ସେମାନେ ଆଶା କରନ୍ତି। ଯଦିଓ ମୁଁ କିଛି ହିଁ କହିନାହିଁ, ତଥାପି ପ୍ରଭୁ କହନ୍ତି ବୋଲି ତୁମ୍ଭେମାନେ ଯେତେବେଳେ କୁହ, ସେତେବେଳେ ତୁମ୍ଭେମାନେ କ'ଣ ମିଥ୍ୟା ଦର୍ଶନ ଦେଖିନାହଁ ଓ କପଟ ପ୍ରବଚନ ଦେଇନାହଁ। ସୁତରାଂ ପ୍ରଭୁ ଈଶ୍ୱର ଏହା କହନ୍ତି, ଯେହେତୁ ତୁମ୍ଭେମାନେ ମିଥ୍ୟା ରଚନା କରିଅଛ ଓ କପଟ ଦର୍ଶନ ଦେଖିଅଛ, ତେଣୁ ଦେଖ, ମୁଁ ତୁମ ବିପକ୍ଷ ଅଟେ। ପ୍ରଭୁ ଈଶ୍ୱର ଏହା କହିଅଛନ୍ତି, କପଟ ଦର୍ଶନ ଦେଖୁଥିବା ଓ ମିଥ୍ୟା ପ୍ରବଚକ ହେଉଥିବା ପ୍ରବକ୍ତାମାନଙ୍କ ବିରୁଦ୍ଧରେ ମୋର ହସ୍ତ ରହିବ। ମୋର ସ୍ୱଜନମାନଙ୍କ ସଭାରେ ସେମାନେ କୌଣସି ସ୍ଥାନ ପାଇବେ ନାହିଁ, କିମ୍ବା ଇସ୍ରାଏଲ ଜନତାର ବଂଶାବଳୀ ପୁସ୍ତକରେ ସେମାନଙ୍କ ନାମ ଲିପିବଦ୍ଧ ହେବ ନାହିଁ, ଅଥବା ସେମାନେ ଇସ୍ରାଏଲ ଦେଶରେ ପ୍ରବେଶ କରିବେ ନାହିଁ। ସେତେବେଳେ ତୁମ୍ଭେମାନେ ଜାଣିବ ଯେ ପ୍ରଭୁ ଈଶ୍ୱର ମୁଁ ଅଟେ। ଶାନ୍ତି ଯେବେ ନଥାଏ, ତେବେ ଶାନ୍ତି ବୋଲି କହି ସେମାନେ ମୋର ସ୍ୱଜନମାନଙ୍କୁ ପଥଭ୍ରଷ୍ଟ କରିଛନ୍ତି। ପୁଣି ଜନତା ଯେବେ ପ୍ରାଚୀର ନିର୍ମାଣ କରନ୍ତି, ତେବେ ଏହି ପ୍ରବକ୍ତାମାନେ ସେଥିରେ ଚୂନ ଲଗାନ୍ତି। ସୁତରାଂ ଚୂନ ଲଗାଉଥିବା ସେହି ଲୋକମାନଙ୍କୁ କୁହ, ତାର ଭୂମିସାତ ହେବ, ଘୋର ବୃଷ୍ଟିପାତ ହେବ, ଭୀଷଣ ରକ୍ତପାତ ହେବ ଓ ଝଡ଼ ତୋଫାନ ହେବ। ସେହି ପ୍ରାଚୀର ଯେତେବେଳେ ଭୂମିସାତ ହେବ, ସେତେବେଳେ ସେମାନେ କ'ଣ ତୁମ୍ଭମାନଙ୍କୁ ପଚାରିବେ ନାହିଁ ଯେ ଯେଉଁ ଚୂନ ତୁମ୍ଭେମାନେ ଲଗାଇଲ, ସେହି ଚୂନ କାହିଁ? ସୁତରାଂ ପ୍ରଭୁ ଈଶ୍ୱର ଏହା କହନ୍ତି, ମୋର କ୍ରୋଧରେ ମୁଁ ଏକ ଝଡ଼ ତୋଫାନ ପ୍ରବାହିତ କରିବି, ମୋର କୋପରେ ମୁଁ ଏକ ଘୋର ବୃଷ୍ଟିପାତ ଆୟୋଜନ କରିବି ଓ ତାହାକୁ ବିନାଶ କରିବା ସକାଶେ ମୋର କ୍ରୋଧରେ ଏକ ଭୀଷଣ ରକ୍ତପାତ ମୁଁ ଘଟାଇବି। ଆଉ ତୁମ୍ଭେମାନେ ଯେଉଁ ପ୍ରାଚୀର ଚୂନ ଲଗାଇଲ, ମୁଁ ତାହା ବିଧ୍ୱସ୍ତ କରିବି। ମୁଁ ତାହାକୁ ଏପରି ଭୂମିସାତ କରିବି ଯେ ତାହାର ଭିତ୍ତିମୂଳ ଦେଖାଯିବ। ତାହା ଯେବେ ଭୂମିସାତ ହେବ, ତେବେ ତୁମ୍ଭେମାନେ ସେଥିମଧ୍ୟରେ ବିନଷ୍ଟ ହେବ। ସେ ସମୟରେ ତୁମ୍ଭେମାନେ ଜାଣିବ ଯେ ମୁଁ ଅଟେ ପ୍ରଭୁ। ସେହି ପ୍ରାଚୀର ଓ ସେଥିରେ ଚୂନ ଲଗାଉଥିବା ଲୋକ ଏହିପରି ମୋର କ୍ରୋଧର ଭୋଜ୍ୟ ହେବ। ସେ ସମୟରେ ମୁଁ ତୁମ୍ଭମାନଙ୍କୁ କହିବି ଯେ ସେହି ପ୍ରାଚୀର କିମ୍ବା ସେଥିରେ ଚୂନ ଲଗାଉଥିବା ଲୋକେ ଆଉ ନାହାନ୍ତି। ପ୍ରଭୁ ଈଶ୍ୱର କହନ୍ତି, ଏହିପରି ଜେରୁସାଲେମ ସମ୍ବନ୍ଧରେ ଯେଉଁମାନେ ପ୍ରବଚକ ଦେଇଥିଲେ ଓ ଶାନ୍ତି ଯେତେବେଳେ ନଥିଲା, ସେତେବେଳେ ଶାନ୍ତିର ଦର୍ଶନ ସବୁ ଯେଉଁମାନେ ଦେଇଥିଲେ, ସେହି ଇସ୍ରାଏଲ ପ୍ରବକ୍ତାମାନେ ଆଉ ରହିବେ ନାହିଁ। ହେ ମନୁଷ୍ୟପୁତ୍ର, ସେମାନଙ୍କ ନିଜ ନିଜ ଅଭୀଷ୍ଟ ଅନୁସାରେ ଯେଉଁମାନେ ପ୍ରବଚକ ଦିଅନ୍ତି,
ସେହି ତୁମ ସ୍ୱଜନମାନଙ୍କ କନ୍ୟାଗଣଙ୍କ ଠାରୁ ବିମୁଖ ହୋଇ ସେମାନଙ୍କ ବିରୁଦ୍ଧରେ ପ୍ରବଚକ ଦିଅ। ସେମାନଙ୍କୁ କୁହ, ପ୍ରଭୁ ଈଶ୍ୱର ଏହା କହନ୍ତି, ମନୁଷ୍ୟ ଆତ୍ମାମାନଙ୍କୁ ଶିକାର କରିବା ସକାଶେ ସମସ୍ତ ହାତମଣିବନ୍ଧ ପାଇଁ ଯେଉଁମାନେ ମାନ୍ତ୍ରିତ ସୂତ୍ର ସିଲାଇ କରନ୍ତି ଓ ସର୍ବବିଧି ଆକୃତି ବିଶିଷ୍ଟ ଲୋକମାନଙ୍କ ମସ୍ତକ ପାଇଁ ଅନୁରୂପ ଆବରଣୀ ପ୍ରସ୍ତୁତ କରନ୍ତି, ସେହି ନାରୀମାନଙ୍କୁ ଧିକ୍। ସ୍ୱାର୍ଥ ଆଶା ରଖି ସେମାନେ ଅନ୍ୟମାନଙ୍କ ଆତ୍ମା ରକ୍ଷା କରିବା ବେଳେ ତୁମ୍ଭେମାନେ କ'ଣ ମୋର ସ୍ୱଜନମାନଙ୍କ ଆତ୍ମା ସ୍ୱୀକାର କରୁନାହ? ମୁଠାଏ ଯବ ଓ କେତେ ଖଣ୍ଡି ରୁଟି ସକାଶେ ତୁମ୍ଭେମାନେ ମୋର ସ୍ୱଜନମାନଙ୍କ ମଧ୍ୟରେ ମୋତେ ଅପବିତ୍ର କରିଅଛ। ଯେଉଁମାନେ ତୁମ୍ଭମାନଙ୍କ ମିଥ୍ୟା କଥା ଶୁଣି କର୍ଣ୍ଣପାତ କଲେ, ସେହି ମୋର ସ୍ୱଜନମାନଙ୍କୁ ପ୍ରତାରିତ କରି ଯେଉଁମାନଙ୍କୁ ମୃତ୍ୟୁମୁଖରେ ପଡ଼ିବା ଅନାବଶ୍ୟକ ଥିଲା, ସେମାନଙ୍କୁ ତୁମ୍ଭେମାନେ ନିଧନ କରିଅଛ ଓ ଯେଉଁମାନେ ଜୀବିତ ରହିବା ଅନୁଚିତ ଥିଲା, ସେମାନଙ୍କ ଜୀବନ ତୁମ୍ଭେମାନେ ରକ୍ଷା କରିଅଛ। ସୁତରାଂ ପ୍ରଭୁ ଈଶ୍ୱର ଏହା କହନ୍ତି, ପକ୍ଷୀମାନଙ୍କ ସଦୃଶ ମନୁଷ୍ୟାତ୍ମାମାନଙ୍କୁ ଫାଶ ଧରୁଥିବା ତୁମ୍ଭମାନଙ୍କର ମାନ୍ତ୍ରିକ ସୂତ୍ରର ବିପକ୍ଷ ମୁଁ ଅଟେ। ସେ ସମସ୍ତଙ୍କୁ ତୁମ୍ଭେମାନେ ବାହୁରୁ ମୁଁ ଛିଣ୍ଡାଇ ଦେବି ଓ ଯେଉଁମାନଙ୍କୁ ତୁମ୍ଭେମାନେ ଶିକାର କରିଅଛ, ସେ ଆତ୍ମାମାନଙ୍କୁ ପକ୍ଷୀମାନଙ୍କ ଭଳି ମୁଁ ସ୍ୱାଧୀନ କରିଦେବି। ତୁମ୍ଭମାନଙ୍କର ଓଢ଼ଣାଗୁଡ଼ିକୁ ମଧ୍ୟ ମୁଁ ଚିରିଦେବି ଏବଂ ମୋର ସ୍ୱଜନମାନଙ୍କୁ ତୁମ୍ଭ ମୁଷ୍ଟିରୁ ମୁଁ ମୁକ୍ତ କରିବି। ଆଉ ସେମାନେ କେବେ ତୁମ୍ଭମାନଙ୍କ ଶିକାର ହେବେ ନାହିଁ। ଆଉ ତୁମ୍ଭେମାନେ ଜାଣିବ ଯେ ମୁଁ ଅଟେ ପ୍ରଭୁ, କାରଣ ଯାହାଙ୍କୁ ମୁଁ ନିରୁତ୍ସାହିତ କରିନାହିଁ, ସେହି ନୀତିନିଷ୍ଠା ବ୍ୟକ୍ତିକୁ ତୁମ୍ଭେମାନେ ପ୍ରବଚନା କରି ନିରୁତ୍ସାହିତ କରିଅଛ। ଦୁଷ୍କର୍ମରୁ ପଶ୍ଚାତ୍ପଦ ନ ହୋଇ ଦୁଷ୍ଟ ଯେପରି ତାର ନିଜ ଜୀବନକୁ ରକ୍ଷା ନ କରେ, ସେଥିପାଇଁ ତୁମ୍ଭେମାନେ ତାକୁ ପ୍ରୋତ୍ସାହନ ଦେଇଅଛ। ସୁତରାଂ ତୁମ୍ଭେମାନେ ଆଉ କେବେ ମିଥ୍ୟା ଦର୍ଶନ ଦେଖିବ ନାହିଁ କିମ୍ବା ଓସାର ପ୍ରବଚକ ଦେବ ନାହିଁ। ମୋର ସ୍ୱଜନମାନଙ୍କୁ ମୁଁ ତୁମ ହସ୍ତରୁ ମୁକ୍ତ କରିବି। ସେ ସମୟରେ ତୁମ୍ଭେମାନେ ଜାଣିବ ଯେ ମୁଁ ଅଟେ ପ୍ରଭୁ। ଏଜେକିଏଲ 14 ଅଧ୍ୟାୟ। ପିତୁଳା ପୂଜା ବିରୁଦ୍ଧରେ ପ୍ରବଞ୍ଚନ। ସେ ସମୟ ଇସ୍ରାଏଲରେ ବୟୋଜ୍ୟେଷ୍ଠମାନଙ୍କ ମଧ୍ୟରୁ ଜଣେ ଆସି ମୋ ସମ୍ମୁଖରେ ଉପବିଷ୍ଟ ହେଲେ। ଆଉ ମୋ ପ୍ରତି ପ୍ରଭୁ ବଚନ କଥିତ ହେଲା, ହେ ମନୁଷ୍ୟପୁତ୍ର, ଏହି ଲୋକ ପିତୁଳାଗୁଡ଼ିକୁ ସେମାନଙ୍କ ହୃଦୟରେ ପ୍ରତିଷ୍ଠା କରିଛନ୍ତି। ସେମାନଙ୍କ ଦୋଷର କାରଣ ସେମାନଙ୍କ ଦୃଷ୍ଟି ସମ୍ମୁଖରେ ଦିବ୍ୟମାନ। ସେମାନଙ୍କର ପ୍ରଶ୍ନ ସବୁର ମୁଁ କ'ଣ ଉତ୍ତର ଦେବା ଆବଶ୍ୟକ? ସୁତରାଂ ତୁମେ ସେମାନଙ୍କୁ କୁହ, ପ୍ରଭୁ ଈଶ୍ୱର ଏହା କହନ୍ତି, ପ୍ରତିମୂର୍ତ୍ତି ଗୁଡ଼ିକ ନିଜ ହୃଦୟରେ ପ୍ରତିଷ୍ଠା କରି ଓ ନିଜ ପାପର କାରଣକୁ ନିଜ ଦୃଷ୍ଟି ସମ୍ମୁଖରେ ରଖି ଇସ୍ରାଏଲ ବଂଶ କେହି ଯେବେ ପ୍ରବକ୍ତାମାନଙ୍କ ସନ୍ନିକଟ ହେବ, ତେବେ ତାର ପ୍ରତିମା ଗୁଡ଼ିକ ବହୁଳତା ଅନୁସାରେ ସ୍ୱୟଂ ମୁଁ ପ୍ରଭୁ ତାକୁ ଉତ୍ତର ଦେବି। ତଦ୍ୱାରା ସେହି ପିତୁଳା ସମୂହ ଯୋଗୁଁ ଯେଉଁମାନେ ମୋ ଠାରୁ ବିମୁଖ ହୋଇଛନ୍ତି, ସେହି ଇସ୍ରାଏଲୀୟ ବଂଶର ଲୋକଙ୍କ ହୃଦୟ ମୁଁ ଅଧିକାର କରିପାରିବି। ସୁତରାଂ ଇସ୍ରାଏଲ ବଂଶକୁ କୁହ, ପ୍ରଭୁ ଈଶ୍ୱର ଏହା କହନ୍ତି, ପଶ୍ଚାତାପ ସହକାରେ ତୁମ୍ଭମାନଙ୍କ ପିତୁଳାଗୁଡ଼ିକ ଠାରୁ ବିମୁଖ ହୁଅ ଓ ତୁମ୍ଭମାନଙ୍କ ଦ୍ୱାରା ସମ୍ବାଦିତ ଘୃଣ ବିଷୟ ସକଳରୁ ନିବୃତ୍ତ ହୁଅ। ପିତୁଳାଗୁଡ଼ିକୁ ନିଜ ହୃଦୟରେ ପ୍ରତିଷ୍ଠା କରି ଓ ନିଜ ପାପର କାରଣରୁ ନିଜ ଦୃଷ୍ଟି ସମ୍ମୁଖରେ ରଖି ଇସ୍ରାଏଲୀୟ ବଂଶର କୌଣସି ଲୋକ କିମ୍ବା ଇସ୍ରାଏଲର ପ୍ରବାସ ଜୀବନଯାପନ କରୁଥିବା କୌଣସି ବିଦେଶୀ ମୋ ଠାରୁ ପୃଥକ ହେଲା ପରେ ପ୍ରବକ୍ତା ନିକଟକୁ ଆସି ମୋ ଅଭୀଷ୍ଟ ସମ୍ବନ୍ଧରେ ଯଦି ସନ୍ଧାନ କରେ, ତେବେ ସ୍ୱୟଂ ମୁଁ ପ୍ରଭୁ ତାଙ୍କୁ ଉତ୍ତର ଦେବି। ମୁଁ ତାର ବିପକ୍ଷ ହେବି। ମୁଁ ତାଙ୍କୁ ଏକ ସଙ୍କେତ କଥା ପ୍ରବାଦ ବାକ୍ୟ ସଦୃଶ କରିବି ଓ ମୋର ସ୍ୱଜନମାନଙ୍କ ମଧ୍ୟରୁ ମୁଁ ତାକୁ ଉଚ୍ଛେଦ କରିବି, ଯେତେବେଳେ ତୁମ୍ଭେମାନେ ଜାଣିବ ଯେ ମୁଁ ଅଟେ ପ୍ରଭୁ। ଆଉ ସେ ପ୍ରବକ୍ତା ଯଦି ପ୍ରବଞ୍ଚିତ ହୋଇ ତାକୁ କୌଣସି ଉତ୍ତର ଦିଏ, ତେବେ ସ୍ୱୟଂ ମୁଁ ପ୍ରଭୁ ସେହି ପ୍ରବକ୍ତାଙ୍କୁ ପ୍ରବଞ୍ଚିତ କରିଅଛି। ପୁଣି ତା ବିରୁଦ୍ଧରେ ମୋର ହସ୍ତ ବିସ୍ତାର କରି ମୋର ସ୍ୱଜନମାନଙ୍କ ମଧ୍ୟରୁ ମୁଁ ତାଙ୍କୁ ଲୋପ କରିବି। ସେମାନଙ୍କୁ ଉଭୟେ ଦଣ୍ଡିତ ହେବେ। ସେହି ପ୍ରବକ୍ତା ଓ ସେହି ଅନ୍ୱେଷଣକାରୀର ଦଣ୍ଡ ସମାନ ହେବ। ପ୍ରଭୁ ଈଶ୍ୱର ଏହା କହନ୍ତି, ଯେବେ ଇସ୍ରାଏଲ ବଂଶ ପଥଭ୍ରଷ୍ଟ ହୋଇ ମୋ ଠାରୁ ଆଉ ବିପଥଗାମୀ ହେବ ନାହିଁ ଓ ସେମାନଙ୍କ ଅପରାଧ ଦ୍ୱାରା ସେମାନେ ଆଉ କେବେ ନିଜ ନିଜକୁ କଳୁଷିତ କରିବେ ନାହିଁ, ବରଂ ସେମାନେ ମୋର ସ୍ୱଜନ ହେବେ ଓ ମୁଁ ସେମାନଙ୍କର ଈଶ୍ୱର ହେବି। ବ୍ୟକ୍ତିଗତ ଦାୟିତ୍ୱ। ପ୍ରଭୁଙ୍କର ବଚନ ପୁନରାୟ ମୋ ପ୍ରତି କଥିତ ହେଲା, ହେ ମନୁଷ୍ୟପୁତ୍ର,
କୌଣସି ଦେଶ ନିଜ ବିଶ୍ୱସ୍ତତା ତ୍ୟାଗ କରି ମୋ ବିରୁଦ୍ଧରେ ଯଦି ପାପ କରେ, ତେବେ ତାହା ବିରୁଦ୍ଧରେ ମୋର ହସ୍ତ ବିସ୍ତାର କରି ତାହାକୁ ଅପରିହାର୍ଯ୍ୟ ରୁଟିରୁ ମୁଁ ବଞ୍ଚିତ କରିବି ଓ ତାହା ବିରୁଦ୍ଧରେ ଦୁର୍ଭିକ୍ଷ ପଠାଇବି। ସେହିପରି ମୁଁ ମନୁଷ୍ୟ ତଥା ପଶୁକୁ ବିନାଶ କରିବି। ପ୍ରଭୁ କହନ୍ତି ଯେ ନୋହ, ଦାନିଏଲ, ୟୋବ ଏହି ତିନି ବ୍ୟକ୍ତି ଯଦିଓ ସେଠାରେ ବାସ କରନ୍ତି, ତଥାପି ସେମାନେ ନୀତିନିଷ୍ଠା ଯୋଗୁଁ କେବଳ ସେମାନଙ୍କ ନିଜ ନିଜ ଜୀବନ ରକ୍ଷା କରିବେ। ମୁଁ ଯଦି ବନ୍ୟପଶୁମାନଙ୍କୁ ସେହି ଦେଶ ଦେଇ ଅତିକ୍ରାନ୍ତ କରାଇବି ଓ ସେଗୁଡ଼ିକ ସେହି ଦେଶ ବିନାଶ କରି ନିର୍ଜନ କରିବେ ଏବଂ ସେହି ବନ୍ୟପଶୁମାନଙ୍କ ଯୋଗୁଁ କୌଣସି ବ୍ୟକ୍ତି ଯଦି ସେହି ଦେଶ ଦେଇ ଅତିକ୍ରମ କରିପାରିବ ନାହିଁ, ତେବେ ଏହି 3 ଜଣ ବ୍ୟକ୍ତି ଯଦିଓ ସେଠାରେ ବାସ କରନ୍ତି, ତଥାପି ମୁଁ ଜୀବିତ ପ୍ରଭୁ ଈଶ୍ୱର ମୋ ନିଜ ନାମରେ ଶପଥ କରି କହେ ଯେ ସେମାନେ ନିଜ ନିଜ ପୁତ୍ର କିମ୍ବା କନ୍ୟାମାନଙ୍କୁ ରକ୍ଷା କରିପାରିବେ ନାହିଁ। କେବଳ ସେମାନେ ରକ୍ଷା ପାଇବେ, କିନ୍ତୁ ସେହି ଦେଶ ବିଜନ ହୋଇ ରହିବ। ସେହିପରି ସେହି ଦେଶ ବିରୁଦ୍ଧରେ ଏକ ଖଡ୍ଗ ପଠାଇ ମୁଁ ଯଦି କହେ ଯେ ଏକ ଖଡ୍ଗ ଏହି ଦେଶ ଉପରେ ଅତିକ୍ରମ କରେ ଓ ସେଠାରେ ମନୁଷ୍ୟ ତଥା ପଶୁକୁ ମୁଁ ଯଦି ବିନାଶ କରେ, ତେବେ ଏହି 3 ଜଣ ବ୍ୟକ୍ତି ଯଦିଓ ସେଠାରେ ବାସ କରନ୍ତି, ତଥାପି ମୁଁ ଜୀବିତ ପ୍ରଭୁ ଈଶ୍ୱର ମୋ ନିଜ ନାମରେ ଶପଥ କରି କହେ ଯେ ସେମାନେ ନିଜ ନିଜ ପୁତ୍ର କିମ୍ବା କନ୍ୟାମାନଙ୍କୁ ରକ୍ଷା କରିପାରିବେ ନାହିଁ, କେବଳ ସେମାନେ ରକ୍ଷା ପାଇବେ। ଅଥବା ସେହି ଦେଶ ବିରୁଦ୍ଧରେ ମୁଁ ଯଦି ଏକ ମହାମାରୀ ପଠାଏ ଓ ରକ୍ତପାତ ମାଧ୍ୟମରେ ସେଠାରୁ ମନୁଷ୍ୟ ତଥା ପଶୁକୁ ବିନାଶ କରିବା ପାଇଁ ସେହି ଦେଶ ଉପରେ ମୁଁ ଯଦି ମୋର କ୍ରୋଧ ବର୍ଷଣ କରେ, ତେବେ ନୋହ, ଦାନିଏଲ ଓ ୟୋବ ଯଦିଓ ସେଠାରେ ବାସ କରନ୍ତି, ତଥାପି ମୁଁ ଜୀବିତ ପ୍ରଭୁ ଈଶ୍ୱର ମୋ ନିଜ ନାମରେ ଶପଥ କରି କହେ ଯେ ସେମାନେ ନିଜ ନିଜ ପୁତ୍ର କିମ୍ବା କନ୍ୟାମାନଙ୍କୁ ରକ୍ଷା କରିପାରିବେ ନାହିଁ। ନିଜ ନିଜ ନୀତିନିଷ୍ଠା ଜରିଆରେ ସେମାନେ କେବଳ ନିଜ ନିଜ ଜୀବନ ରକ୍ଷା କରିପାରିବେ। କାରଣ ପ୍ରଭୁ ଈଶ୍ୱର ଏହା କହନ୍ତି, ଜେରୁସାଲେମରୁ ମନୁଷ୍ୟ ତଥା ପଶୁକୁ ଉଚ୍ଛେଦ କରିବା ପାଇଁ ଖଡ୍ଗ, ଦୁର୍ଭିକ୍ଷ, ହିଂସ୍ର ଜନ୍ତୁ, ମହାମାରୀ ଏହି 4 ଦଣ୍ଡ ମୁଁ ଯେବେ ପଠାଇବି, ତେବେ ତାହା ଆଉ ବା କେତେ ଅଧିକ ନ ହେବ। ତଥାପି ସେଠାରେ ଅଳ୍ପ ସଂଖ୍ୟକ ଲୋକ ଅବଶିଷ୍ଟ ରହିବେ। ସେମାନେ ନିଜ ନିଜ ପୁତ୍ର ଓ କନ୍ୟାମାନଙ୍କୁ ସେମାନଙ୍କ ସଙ୍ଗରେ ନେଇ ତୁମ୍ଭ ପାଖକୁ ଆସିବେ। ତୁମ୍ଭେ ଯେବେ ସେମାନଙ୍କୁ ମାର୍ଗ ତଥା କାର୍ଯ୍ୟ ଦେଖିବ, ତେବେ ଜେରୁସାଲେମ ବିରୁଦ୍ଧରେ ମୋ ଦ୍ୱାରା ଘଟାଯାଇଥିବା ଅନିଷ୍ଟ ସକଳ ତଥା ଅନ୍ୟାନ୍ୟ ବିନାଶର କାରଣ ହୃଦବୋଧ କରି ତୁମ୍ଭେ ଆଶ୍ୱସ୍ତ ହେବ। ସେମାନେ ତୁମ୍ଭମାନଙ୍କୁ ସାନ୍ତ୍ୱନା ଦେବେ। ସେମାନଙ୍କ ମାର୍ଗ ତଥା କାର୍ଯ୍ୟ ଦେଖି ମୁଁ ସେଠାରେ ଯାହା ସମ୍ପାଦନ କରିଅଛି, ସେ ସମସ୍ତ ମୁଁ ଅକାରଣରେ କରିନାହିଁ ବୋଲି ହୃଦୟଙ୍ଗମନ କରି ତୁମ୍ଭେ ଆଶ୍ୱାସନା ପାଇବ। ମୁଁ ପ୍ରଭୁ ଈଶ୍ୱର ହିଁ ଏହା କହିଅଛି। ଏଜିକିଏଲ 15 ଅଧ୍ୟାୟ। ପୋଡ଼ା ଯାଇଥିବା ଦ୍ରାକ୍ଷାଲତା ଗଣ୍ଡି। ପ୍ରଭୁ ମୋତେ କହିଲେ, ହେ ମନୁଷ୍ୟ ପୁତ୍ର, ଦ୍ରାକ୍ଷାଲତାର ଗଣ୍ଡି ଅନ୍ୟ କାଠ ଅପେକ୍ଷା କିପରି ଅଧିକ ଉତ୍ତମ ହେବ? ଅରଣ୍ୟସ୍ଥ ବୃକ୍ଷଗୁଡ଼ିକର ଶାଖା ଅପେକ୍ଷା ତାହାର ଶାଖା କିପରି ଅଧିକ ଶ୍ରେଷ୍ଠ ହେବ? କୌଣସି ବସ୍ତୁ ନିର୍ମାଣ କରିବା ପାଇଁ କେହି କେବେ କ'ଣ ତାହାର ଗଣ୍ଡି ଉପରେ କରେ? ତାହାର ଗଣ୍ଡି ଉପଯୋଗ କରେ। କୌଣସି ପାତ୍ର ଝୁଲାଇ ରଖିବା ପାଇଁ କେହି କେବେ କ'ଣ ସେଥିରୁ ଏକ କିଳା ପ୍ରସ୍ତୁତ କରେ? ଜାଳେଣୀ କାଠ ସଦୃଶ ତାହାକୁ ଅଗ୍ନିରେ ପକାଇ ତାହାର ଉଭୟ ଅଗ୍ରଭାଗ ପୋଡ଼ିଗଲା ପରି ଅଙ୍ଗାର ହୋଇଥିବା ତାହାର ମଧ୍ୟଭାଗ କୌଣସି କାର୍ଯ୍ୟ ପାଇଁ ଉପଯୁକ୍ତ ହୁଏ କି? ଦେଖ, ସମ୍ପୂର୍ଣ୍ଣ ଥିବାବେଳେ ତାହା କୌଣସି କାର୍ଯ୍ୟ ପାଇଁ ଉପଯୁକ୍ତ ନଥିଲା। ତାହା ହେଲେ ଅଙ୍ଗାର ହେଲା ପରେ ତାହା କ'ଣ କୌଣସି କାର୍ଯ୍ୟ ସକାଶେ ଉପଯୋଗୀ ହୋଇପାରିବ? ସୁତରାଂ ପ୍ରଭୁ ଈଶ୍ୱର ଏହା କହନ୍ତି, ଅରଣ୍ୟସ୍ଥ ବୃକ୍ଷଗୁଡ଼ିକ ମଧ୍ୟରେ ବୃଦ୍ଧିପ୍ରାପ୍ତ ଦ୍ରାକ୍ଷାଲତାର କାଠକୁ ଅଗ୍ନିର ଭୋଜ୍ୟ ହେବା ପାଇଁ ମୁଁ ଯେପରି ସମର୍ପଣ କଲି, ସେହିପରି ଜେରୁସାଲେମବାସୀଙ୍କୁ ମଧ୍ୟ ମୁଁ ଉପେକ୍ଷା କରିବି। ସେମାନଙ୍କ ବିରୁଦ୍ଧରେ ମୁଁ ମୋର ମୁଖ ରଖିବି। ଯଦିଓ ସେମାନେ ଅଗ୍ନିରୁ ରକ୍ଷାପ୍ରାପ୍ତ ହୁଅନ୍ତି, ତଥାପି ଅଗ୍ନି ସେମାନଙ୍କୁ ଦଗ୍ଧ କରିବ। ସେମାନଙ୍କ ବିରୁଦ୍ଧରେ ମୁଁ ଯେବେ ମୋର ମୁଖ ରଖିବି, ତେବେ ତୁମ୍ଭେମାନେ ଜାଣିବ ଯେ ମୁଁ ଅଟେ ପ୍ରଭୁ। ପ୍ରଭୁ ଈଶ୍ୱର କହନ୍ତି ଯେ ସେମାନଙ୍କ ଅବିଶ୍ୱସ୍ତ ଆଚରଣ ଯୋଗୁଁ ମୁଁ ସେହି ଦେଶକୁ ବିଜନ କରିବି।